ଜେଜେମା କହୁଛନ୍ତି ଯଦି ମୋ ସୁନ୍ଦରୀର କିଛି ବି ହେଇଯାଏ ମୋ ଆଦି ବାବା ତ ବଞ୍ଚି ପାରିବନି। କ'ଣ କରିବି ମୁଁ ଦେବୀ ମା? ପ୍ଲିଜ୍ ଦେବୀ ମା, ପ୍ଲିଜ୍ ମୋ ସୁନ୍ଦରୀକୁ ଆମ ପାଖକୁ ଫେରେଇ ଦିଅ। ମୋ ଆଦି ବାବାକୁ ଫେରେଇ ଦିଅ ଆମ ସୁନ୍ଦରୀକୁ। ସେଇ ଟାଇମ୍ରେ ଜେଜେବାପା ଜେଜେମାଙ୍କୁ କହୁଛନ୍ତି ଲାଲି ତମେ ଟିକେ ନିଜକୁ ସମ୍ଭାଳ। ଆଉ ତମେ ଯଦି ଏମିତି ହେବ ତାହେଲେ ଆମ ଆଦି ବାବାକୁ କିଏ ସମ୍ଭାଳିବ? ସେଇ ଟାଇମ୍ରେ ଜେଜେମା କହୁଛନ୍ତି କିଏ ସମ୍ଭାଳିବ ଛତୁଆ? ଯିଏ ତ ଆମକୁ ସମ୍ଭାଳିବା କଥା ସିଏ ତ ଏବେ ଆମ ପାଖରେ ଆଉ ନାହିଁ। ଆଉ ଆମେ କ'ଣ କରିବା? ଆଉ ଆମ ଆଦି ବାବାକୁ ଆମେ କେମିତି ବୁଝେଇବା? ଆଉ କେମିତି ତାକୁ ରଖିବା? ଆଦି ବାବାର ମନର କଷ୍ଟକୁ ଆମେ କେମିତି ତାକୁ ସାନ୍ତ୍ୱନା ଦେବା? ସେଇ ଟାଇମ୍ରେ ରାଗିଣୀ ପାଗଳିଙ୍କ ଭଳିଆ ହେଉଛନ୍ତି। ତାଙ୍କ ଭଉଣୀଙ୍କୁ ଝୁରି ଝୁରି ଆଉ ତାଙ୍କ ଭଉଣୀକି ସେ ବହୁତ ଖୋଜୁଛନ୍ତି। ରାଗିଣୀ କହୁଛନ୍ତି ମୋ ମାହି ଆସିବ। ସେ ମୋତେ କହିଥିଲା ମୋ ମାହି ନିଶ୍ଚିତ ଭାବରେ ଆସିବ। ଏମିତି ରାଗିଣୀ ପାଗଳିଙ୍କ ଭଳିଆ ହେଉଛନ୍ତି। ଏଇ କଥା ରାଗିଣୀଙ୍କ ପାଟିରୁ ଶୁଣିକି ଶାଲିନୀ କହୁଛନ୍ତି ଏ ମୁକ୍ତି ଏ ରାଗିଣୀକୁ କିଏ ଯାଦୁ କରିଛି କେଜାଣେ? ଖାଲି ଦିନ ରାତି 24 ଘଣ୍ଟା ଖାଲି ମୁକ୍ତି 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 ହେଉଛି। ଆଉ ସେଇ ଟାଇମ୍ରେ ନତାଶା କହୁଛନ୍ତି ସିଏ ଯେତେ ତାକୁ ଖୋଜୁ, ଯିଏ ଯେତେ ଖୋଜିବା କଥା ଖୋଜନ୍ତୁ, ହେଲେ ଏଇ କଥା ସତ ଯେ ମୁକ୍ତି ଆଉ ଏ ଦୁନିଆରେ ନାହିଁ। ମୁକ୍ତି ଆଉ କେବେ ବି ବଞ୍ଚିକି ଫେରିକି ଆସିପାରିବନି। ସେଇ ଟାଇମ୍ରେ ଗାଁ ଲୋକମାନେ ବି କହୁଛନ୍ତି ଯେ ସାର୍ ତାଙ୍କ ସ୍ୱାମୀ ତ ଏ କଥାକୁ ସହି ପାରୁନାହାନ୍ତି। ସତ କଥା ହେଉଛି ତାଙ୍କ ସ୍ତ୍ରୀ ଆଉ ନାହାନ୍ତି। ଆଉ ତାପରେ ବି ଯଦି ବି ସେ ପାଣିରେ ଭାସି ଯାଇଥିବ, ଏ ପାଣିରେ କୁମ୍ଭୀର ବି ଅଛନ୍ତି, ତାକୁ ଖାଇ ଯାଇଥିବ। ନହେଲେ ଏ ନଦୀରେ ଯେଉଁ ଭଳିଆ ପାଣି ବଢ଼ୁଛି ସେ ପାଣି ବି ସେ ଝିଅକୁ ଭସେଇ ନେଇ ଯାଇଥିବ। ସେ ଝିଅ ଆଉ କେମିତି ବଞ୍ଚିଥିବ? ସେଇ ଟାଇମ୍ରେ ପୋଲିସ କହୁଛନ୍ତି ଦେଖନ୍ତୁ ଆପଣମାନେ ଆମେ ଆମ କାମ କରୁଛୁ, ଆମେ ବି ସେ ଝିଅକୁ ଖୋଜୁଛୁ। ସେ ଝିଅକୁ ଆମକୁ ଖୋଜିବାକୁ ଦିଅ। ଏମିତି ହେଲେ କିଛି ବି ହେବନି। ଆମେ ଆମର କାମ ଠିକ୍ ଠାକ୍ ଭାବରେ ହିଁ କରୁଛୁ। ହଁ ଦର୍ଶକ ବନ୍ଧୁ, ଏମିତି କିଛି ଦେଖିବାକୁ ପାଇବେ ଆପଣମାନେ। ଆପଣମାନଙ୍କୁ କ'ଣ ଲାଗୁଛି? କ'ଣ ମୁକ୍ତିଙ୍କୁ ସେ ପାଣି ଭିତରୁ ଖୋଜିକି ପାଇବେ? ନା ସିରିଏଲରେ ଆସିବ ଆଗକୁ ଏକ ନୂଆ ଟ୍ୱିଷ୍ଟ? ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ।